କଥା କହୁଥିବା ଗୁମ୍ଫା। ଘଞ୍ଚ ଜଙ୍ଗଲରେ ଏକଦା ଗୋଟିଏ ସିଂହ ବାସ କରୁଥିଲା। ସିଂହ ସାରା ଜୀବନ ରାଜା ପରି ସମ୍ମାନର ସହ ବଞ୍ଚିଥିଲା। ସେ କୁଆଡ଼େ ଗଲେ ପଶୁମାନେ ତାର ଶକ୍ତି ଏବଂ ସାମର୍ଥ୍ୟକୁ ଭୟ କରୁଥିଲେ। ସମୟକ୍ରମେ ସେ ବୁଢ଼ା ଓ ଦୁର୍ବଳ ହୋଇଗଲା। ତା ପାଖରେ ପୂର୍ବ ଶକ୍ତି ରହିଲା ନାହିଁ। ବେଳେବେଳେ ସେ ପୂରା ଦିନରେ ଗୋଟିଏ ଶିକାର ମଧ୍ୟ ଧରିପାରିଲା ନାହିଁ। ଦିନେ ବୃଦ୍ଧ ଭୋକିଲା ସିଂହ ଜଙ୍ଗଲ ଦେଇ ଚାଲି ଚାଲି ଯିବାବେଳେ ଗୋଟିଏ ଗୁମ୍ଫା ଦେଖିଲା। ହଠାତ୍ ସିଂହ ମନରେ ଏକ ବୁଦ୍ଧି ଆସିଲା, କିପରି ଶିକାରକୁ ସହଜରେ ସେ ଧରିପାରିବ। ସିଂହ ଖାଲି ଗୁମ୍ଫାରେ ପ୍ରବେଶ କରି ସେଠାରେ ଲୁଚି ରହିଲା। ସିଂହ ଭାବିଲା, ଯେତେବେଳେ ଗୁମ୍ଫାର ମାଲିକ ସନ୍ଧ୍ୟାରେ ଫେରିଆସିବ, ମୁଁ ତା ଉପରକୁ ଲମ୍ଫ କରି ସହଜରେ ମାରିଦେବି। ଗୁମ୍ଫାଟି ଗୋଟିଏ ବିଲୁଆର ଥିଲା। ସନ୍ଧ୍ୟାରେ ବିଲୁଆ ଫେରିଆସିବା ପରେ ସିଂହର ପାଦଚିହ୍ନ ଦେଖିଲା। ସମସ୍ତ ପାଦଚିହ୍ନ ଗୁମ୍ଫା ଦିଗରେ ଥିଲା, କିନ୍ତୁ ଗୋଟେ ବି ଚିହ୍ନ ଗୁମ୍ଫାରୁ ସିଂହ ବାହାରକୁ ଯିବାର ନଥିଲା। ଚତୁର ବିଲୁଆ ବିପଦକୁ ଜାଣିପାରି ଗୁମ୍ଫାରେ ପ୍ରବେଶ କଲା ନାହିଁ। ବିଲୁଆ କିଛି ସମୟ ଚିନ୍ତା କଲା ଏବଂ ପରେ ଉଚ୍ଚସ୍ୱରରେ କହିଲା, ହେ ଗୁମ୍ଫା, ଆଜି ତୁମେ କାହିଁକି ମୋ ସହିତ କଥାବାର୍ତ୍ତା କରୁନାହଁ? ମୁଁ ଯେତେବେଳେ ଫେରେ ତୁମେ ମୋତେ ପ୍ରତିଦିନ କେତେ ଖୁସିରେ ସ୍ୱାଗତ କର। ଆଜି କ'ଣ ହେଲା ତୁମର? ଗୁମ୍ଫା ଚୁପ୍ ରହିଲା ଏବଂ କିଛି ବି ଶୁଣାଗଲା ନାହିଁ। ବିଲୁଆ ପୁଣି କହିଲା, ଯଦି ତୁମେ ଏହିପରି ଚୁପ୍ ରୁହ, ମୁଁ ଅନ୍ୟ ଗୁମ୍ଫାକୁ ଚାଲିଯିବି କହୁଛି। ସିଂହ ବିଲୁଆର ଏସବୁ କଥା ଶୁଣି ଭାବିଲା, ଲାଗୁଛି ଏହା ଗୋଟିଏ କଥା କୁହା ଗୁମ୍ଫା ଅଟେ। ଆଜି ଏହା କହୁନାହିଁ କାରଣ ମୋତେ ଦେଖି ଭୟଭୀତ ହେଇଯାଇଛି। ବରଂ ଗୁମ୍ଫା ତରଫରୁ ମୁଁ କହିଦଉଛି, ନଚେତ୍ ଏ ବିଲୁଆ ଅନ୍ୟ ଗୁମ୍ଫାକୁ ଚାଲିଯିବ। ନହେଲେ ମୁଁ ଗୋଟେ ଭଲ ଭୋଜନ ହରାଇଦେବି। ସିଂହ ଜୋରରେ କହିଲା, ହେ ମୋର ପ୍ରିୟ ବିଲୁଆ, ମୁଁ ତୁମକୁ ସ୍ୱାଗତ କରୁଛି। ଦୟାକରି ମୋତେ ଛାଡ଼ିକି ଯାଅ ନାହିଁ। ମୁଁ ତମ ବନ୍ଧୁତାକୁ ବହୁତ ପସନ୍ଦ କରେ। ଏହା ଶୁଣି ଗୁମ୍ଫା ଭିତରେ ସିଂହ ଥିବାର ପ୍ରମାଣ ବିଲୁଆ ପାଇଗଲା ଏବଂ ସେହି ସ୍ଥାନ ଛାଡ଼ି ସିଏ ଚାଲିଗଲା। ଏହିପରି ଭାବରେ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ନିଜକୁ ସେ ବଞ୍ଚାଇ ପାରିଲା। କାହାଣୀଟି ଏତିକିରେ ଶେଷ ହେଲା।